ଛେନାପୋଡ଼ ନୟାଗଡ଼ ଦରବ କିନ୍ତୁ ବର୍ତ୍ତମାନ ସେଟା ଓଡ଼ିଶାର ଗରବରେ ପରିଣତ ହେଇଛି ବା ବର୍ତ୍ତମାନ ପ୍ରାଇଡ୍ ଅଫ୍ ଓଡ଼ିଶାରେ ପରିଣତ ହେଇଛି। ତ ଛେନାପୋଡ଼କୁ ନେଇକି ଆମର ଯେଉଁ ଉଦ୍ଦେଶ୍ୟ ଥିଲା ଦିବସ ପାଳନ କରିବା ପଛରେ ସେଟା ହେଉଛି ଛେନାପୋଡ଼ର ଆଦୃତି ଆହୁରି ବଢ଼େଇବା ଏବଂ ଛେନାପୋଡ଼ ବ୍ୟବସାୟୀମାନଙ୍କ ପାଇଁ କ'ଣ କରାଯାଇପାରିବ ସେ ବିଷୟରେ ଆମେ ସରକାରଙ୍କ ନିକଟରେ ବିଭିନ୍ନ ଦାବି ରଖିଛୁ। ତ ପ୍ରଥମ ତ ଥିଲା ଜିଆଇ ଟ୍ୟାଗ୍ ପାଇଁ ଯେଉଁ ଆବେଦନ ହେଇଥିଲା ସେଟା ତ୍ୱରାନ୍ୱିତ ହେବ ସେ ଦିଗରେ ଆମେ ପ୍ରଶାସନକୁ ଅନୁରୋଧ କରି ଆସିଛୁ, ଦାବି କରି ରଖି ଆସିଛୁ। ଆଉ ଗୋଟେ ଜିନିଷ ହେଲା ଛେନାପୋଡ଼ ବ୍ୟବସାୟୀମାନଙ୍କ ପାଇଁ ସେମାନଙ୍କ ପାଇଁ ଆମେ ଚାହୁଁଛୁ ଆଉ ଗୋଟେ କ୍ଲଷ୍ଟର ନିର୍ମାଣ ହଉ ଦଶପଲ୍ଲାରେ ହଉ କିମ୍ବା ନୟାଗଡ଼ରେ ବିଭିନ୍ନ ସ୍ଥାନରେ କ୍ଲଷ୍ଟର ନିର୍ମାଣ ହଉ ଯେମିତି ରସଗୋଲା ଏକାଠି ବିକ୍ରି ହେଉଛି ଗୋଟେ ଜାଗାରେ ଫଳରେ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି। ତ ସେଇଭଳି ଭାବରେ ଯଦି ଛେନାପୋଡ଼କୁ ନେଇ କ୍ଲଷ୍ଟର ନିର୍ମାଣ ହୁଅନ୍ତା ସେଠି ଏକାଠି ଲୋକମାନେ ବ୍ୟବସାୟୀମାନେ ବ୍ୟବସାୟ କରିପାରନ୍ତେ ଛେନାପୋଡ଼ର ଏବଂ ଅଧିକରୁ ଅଧିକ ଲୋକ ସେ ବିଷୟରେ ଜାଣିପାରନ୍ତେ ଏବଂ ଛେନାପୋଡ଼ କିଣି ଅଧିକ ମାତ୍ରାରେ ଛେନାପୋଡ଼ ବ୍ୟବସାୟୀମାନଙ୍କୁ ଆହୁରି ଲାଭ ପ୍ରଦାନ କରିପାରନ୍ତେ ସେଇଟା ଆମର ଆଉ ଗୋଟେ ଦାବି ଥିଲା। ତ ଗତ କିଛି ବର୍ଷରେ କେବଳ ଛେନାପୋଡ଼ ବ୍ୟବସାୟୀମାନଙ୍କ ବାବଦରେ ଆମେ ଚିନ୍ତା କରିନୁ, ଛେନାପୋଡ଼ର ଲୋକପ୍ରିୟତା ବାବଦରେ ମଧ୍ୟ ଆମେ ଚିନ୍ତା କରିଛୁ ଯେଉଁଟାକି ସାମାଜିକ ଗଣମାଧ୍ୟମରେ ହେଉ କିମ୍ବା ଆପଣମାନଙ୍କ ମାଧ୍ୟମରେ ମାଧ୍ୟମରେ ସେଇଟା ବର୍ତ୍ତମାନ ଘରେ ଘରେ ପହଞ୍ଚି ସାରିଛି। ବିଭିନ୍ନ ଖୁସିର ଉତ୍ସବରେ କେକ୍ ବଦଳରେ ବର୍ତ୍ତମାନ ଛେନାପୋଡ଼ ଲୋଡ଼ା ପଡ଼ୁଛି, ଛେନାପୋଡ଼ ଲୋକ କାଟୁଛନ୍ତି, ଉତ୍ସବ ମନାଉଛନ୍ତି, ସେଇଟା ଆମକୁ ବହୁତ ଖୁସି ଦେଉଛି। ଆଉ ସେସବୁକୁ ଛାଡ଼ିଦେଲେ ବିଭିନ୍ନ ସେଲିବ୍ରିଟିଜ୍ ବିଭିନ୍ନ ସେଫ୍ ସେମାନେ ଯେଉଁଟାକି ଓଡ଼ିଶା ବାହାରର ସେମାନେ କିନ୍ତୁ ଛେନାପୋଡ଼ ବିଷୟରେ ଜାଣୁଛନ୍ତି ଏବଂ ଛେନାପୋଡ଼ ନିଜେ ପ୍ରସ୍ତୁତ କରିବା ସହିତ ନିଜ ପ୍ରିୟଜନଙ୍କୁ ଖୁଆଉଛନ୍ତି ଚଖାଉଛନ୍ତି, ସେଇଟା ଦେଖିକି ବହୁତ ଆମକୁ ଖୁସି ଲାଗୁଛି।